ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସୁଲପଟା ଅଞ୍ଚଳର ସାନଗୁର୍ବା ଗ୍ରାମରେ ଜଣେ ମହିଳାଙ୍କ ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୀଡ଼ିତ ପରିବାରକୁ ଆର୍ଥିକ ସହାୟତା ଓ ସାନ୍ତ୍ୱନା ଦେବା ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ବିଜେପି ନେତା ଭାଗ୍ୟଧର ଦାସ। ସାନଗୁର୍ବା ଗ୍ରାମର ହାଡ଼ିବନ୍ଧୁ ମାଝୀଙ୍କ ପତ୍ନୀ କମଳିନୀ ମାଝୀ ଗତକାଲି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ବସ୍ତା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ଫେରିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅକାଳ ବିୟୋଗରେ ପରିବାରର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏଭଳି ଦୁଃଖଦ ସମୟରେ ପରିବାରର ଦୁର୍ଦ୍ଦଶା ଦେଖି ଛାନୁଆ ଗ୍ରାମ ପଞ୍ଚାୟତର ବିଜେପି ସଭାପତି ଭାଗ୍ୟଧର ଦାସ ସେମାନଙ୍କୁ ସାକ୍ଷାତ କରିଛନ୍ତି। ସେ ଶୋକ ସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଧରିବାକୁ କହି ସାନ୍ତ୍ୱନା ଦେବା ସହ ତୁରନ୍ତ ସହାୟତା ସ୍ୱରୂପ 2000 ଟଙ୍କା ପ୍ରଦାନ କରିଛନ୍ତି। ଜଣେ ପରୋପକାରୀ, ମିଷ୍ଟଭାଷୀ, ପରିବେଶବିତ୍ ଓ ସମାଜସେବୀ ଭାବେ ବେଶ୍ ପରିଚିତ ଶ୍ରୀ ଦାସ ଏହି ସହଯୋଗୀ ମନୋଭାବକୁ ସ୍ଥାନୀୟ ଲୋକ ଉଚ୍ଚ ପ୍ରଶଂସା କରିଛନ୍ତି। ପରିଚୟଟା ମୋ ନାଁ ଭାଗ୍ୟଧର ଦାସ। ମୁଁ ଛାନୁଆ ଗ୍ରାମ ପଞ୍ଚାୟତର ବିଜେପି ସଭାପତି ଅଛି। କ'ଣ ଘଟଣାଟି ଘଟିଛି ଆଜି? ମୁଁ କାଲି ହଠାତ୍ ଶୁଣିବାକୁ ପାଇଲି ଯେ ଏଠି ଆମର ସେ ହାଡ଼ିବନ୍ଧୁ ବାବୁଙ୍କର ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି, ହ୍ୟାଙ୍ଗିଂରେ ବା ଫାଶୀରେ ଆତ୍ମହତ୍ୟା କରିଛନ୍ତି ଶୁଣିଲି। ଆସି ଦେଖିଲି। ମୁଁ ବି ମଧ୍ୟ ତାଙ୍କର ଦୟନୀୟ ଅବସ୍ଥା ଦେଖି, ତାଙ୍କ ବଡ଼ ପୁଅ ଚାନ୍ଦିପୁରରେ ଫିସିଂ କରନ୍ତି, ସାନ ପୁଅଟା ଦୀଘାରେ ଜାଲ କାମ କରନ୍ତି, ଆଉ ତାଙ୍କର 4ଟା ଝିଅରୁ 3ଟା ଝିଅ ବାହା ହେଇସାରିଛନ୍ତି ତାଙ୍କ ଶାଶୁ ଘରେ। ସାନ ଝିଅଟା ଏ ପରିବାର ପ୍ରତିପୋଷଣ ବଳବଦ୍ଧ ବାବଦରେ ସେ ଚାନ୍ଦିପୁର ଯାଆନ୍ତି ଚିଙ୍ଗୁଡ଼ି ଛଡ଼ିବାକୁ। ତେଣୁ ସେ ଖବର ପାଇ ସେ ସାନ ଝିଅଟା ପହଞ୍ଚିଥିଲା ଆଉ ତାଙ୍କ ଝିଅମାନେ କହିଥିଲେ, ଆସି ପଚାରିଥିଲେ ଯେ କ'ଣ ଦେଖିବାକୁ ସେ ହାଡ଼ିବନ୍ଧୁକୁ ଦେଖିକି ମୋତେ ବହୁତ ଦୁଃଖ ଲାଗିଲା। ସେ ପାରାଲିସିସ୍ ଆଜି 10 ବର୍ଷ ହେଲାନି, ଅଚଳ କିଛି ନାହିଁ, ତାଙ୍କୁ ବି ପଚାରି ଆଉ କିଛି ସେ କଥା କହିପାରନ୍ତିନି। ତାପରେ କେମିତି ହେଇଛି ଆପଣ? ଆଜ୍ଞା, ଡେଥଟା କେମିତି ହେଇଛି? ଡେଥ୍ ମାନେ ସେ ନିଜେ ସୁସାଇଡ୍ କରିଛନ୍ତି, କୌଣସି କାରଣ ନାହିଁ। ଆଉ ତାଙ୍କ ଯାହା ଜାଣିବାକୁ ପାଇଲେ ପିଲା ଛୁଆଙ୍କ ଉପରେ ଅଶାନ୍ତି ନାହିଁ, ପିଲା ଛୁଆଙ୍କ ଅଶାନ୍ତି ଥିଲେ ତ କିଛି କହିଥାନ୍ତେ, କିଛି କହିପାରୁନି କାହାରି ପାଖରେ ବି କହିଥାନ୍ତେ ଯେ ମୋ ପିଲା ଏୟା କହିଲା କି ସେୟା କହିଲା କହିକି ମୁଁ ଆତ୍ମହତ୍ୟା କରୁଛି, ସେୟା ବି କରିନାହାନ୍ତି। ଆଉ ତାପରେ ମୁଁ ଆଇ ସାର୍ଙ୍କ ସାଥିରେ କଥା ହେଇଥିଲା। ଆଇ ସାର୍ କହିଲେ ନା PM କରିବାକୁ ପଡ଼ିବ। ମୁଁ କିନ୍ତୁ ତାଙ୍କ ପାଖରେ ପଇସା ନାହିଁ, ନା ମୁଁ ଭଡ଼ା ପଇସା ଆମେ ଦେବୁ ଆଉ ଗାଡ଼ି କରି ପଠାନ୍ତୁ। ତେଣୁ ସେ ରାତିରେ ବି ତାଙ୍କ ପୁଅକୁ ଆସିଲା ପରେ ନେଇକି ଯାଇଥିଲେ। ଏବେ PM କରିକି ଆସିକି ପହଞ୍ଚିଲା ଆମ୍ବୁଲାନ୍ସରେ। ଆଉ ମୁଁ ମୋ ବ୍ୟକ୍ତିଗତ ଭାବରେ ତାଙ୍କର ଶବଦାହ ପାଇଁ ମୁଁ ତାଙ୍କ ପୁଅକୁ 2000 ଟଙ୍କା ଦେଉଛି, ସହାୟତା ଅର୍ପଣ କରୁଛି। ଆଉ ଚେଷ୍ଟା କରିବୁ ଏମିତି ତାଙ୍କର କେମିତି କାମ କାର୍ଯ୍ୟ ହେଇପାରିବ, କେଉଁଠି କ'ଣ ସହାନୁଭୂତି ଆମେ ଚେଷ୍ଟା କରିବୁ। ଆଉ ତାଙ୍କ ଘରେ ବି କିଏ ନଥିଲେ, ଘରକୁ ପରେ ଆସିକି ପହଞ୍ଚିଲେ। ତାଙ୍କ ଦି ପୁଅ ଥିଲେ, ତାଙ୍କ ଛୁଆ ଗୁଡ଼ା ଝିଅ ଗୁଡ଼ା ବି ବାହାରେ ଶ୍ୱଶୁର ଥିଲେ। ସବୁ ଆସିଲେ ଦେଖିବାକୁ ଏଇ ଅବସ୍ଥା। ତାପରେ ତ ଏଇ ଦେଖିବାକୁ କଷ୍ଟଟା ସରିଯାଇଛି। କଷ୍ଟଟା ସରିଯାଇଛି ଆଉ ଭୁବନେଶ୍ୱର ରିପୋର୍ଟ ଆସିଲେ ଯାହା ଜୀବନର ଏହି କଠିନ ସମୟରେ ପୀଡ଼ିତ ପରିବାର ପାଖେ ଛିଡ଼ା ହୋଇ ସାମାଜିକ ଦାୟିତ୍ୱବୋଧର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସ୍ଥାନୀୟ ଜନପ୍ରତିନିଧି। ବାଲେଶ୍ୱରରୁ ପ୍ରଭାକର ମଲ୍ଲିକଙ୍କ ରିପୋର୍ଟ, NTV।